ମୁଁ ଶ୍ରୀ ଶତ୍ରୁଘ୍ନ ବାରିକ, ସମ୍ପାଦକ ମଲାସାହି ସେବା ସମବାୟ ସମିତି ତାଳଦଲା। ଖରିଫ ଋତୁ ରବି ଋତୁ ଚାଲିଛି। ରବି ଋତୁରେ ପ୍ରାୟ 3.5 କୋଟି ପାଖାପାଖି ଋଣ ଲଗାଣ ସରିଲାଣି 800 କେତେ ଜଣ ଚାଷୀଙ୍କୁ। ବାକି 358 ଜଣ ଚାଷୀ ଧାନ ରେଜିଷ୍ଟ୍ରେସନ କରିଛନ୍ତି। ସେମାନଙ୍କର ପ୍ରାୟ 10 ରୁ 12,000 କୁଇଣ୍ଟାଲ ଧାନ ଉଠିବ ବୋଲିକିରି ଅନୁମାନ କରାଯାଏ। ଅତୀତରେ ଯେଉଁ ଶାଖା ପରିଚାଳକ ସୁଜିତ କୁମାର ଦାସ ଥିଲେ, ସେ କରିକର୍ମା ଲୋକ, କାମ କରନ୍ତି। କାମ କରିବାରେ ତାଙ୍କର ଅତୁଳନୀୟ ଅବଦାନ। ଛୁଟିବାର ବୋଲି କିଛି ନାହିଁ। କେଉଁ ସମ୍ପାଦକ କେଉଁ କାର୍ଯ୍ୟଟା କଲାନି ତାକୁ ତଦାରଖ କରିବା, ନିଜେ ଯାଇ ପହଞ୍ଚିବା, ଅନ୍ୟ ସମିତିରୁ କାର୍ଯ୍ୟରତ କର୍ମଚାରୀଙ୍କୁ ଆଣିକରି ନିୟୋଜିତ କରିବା, ଏସବୁ କାମରେ ସେ ଦକ୍ଷତା ଥିଲା ତାଙ୍କର। ଏବଂ ସେ ଗଲା ଦିନଠାରୁ ଶାଖା ବ୍ୟାଙ୍କରେ କିଛି ତ୍ରୁଟି ବିଚ୍ୟୁତି ମଧ୍ୟ ହେଉଛି। ସେଭଳି ଜଣେ ଶାଖା ପରିଚାଳକ ଶାଖା ଛାଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ଗଲେ, ଯେଉଁଟାକି 18ଟା ସୋସାଇଟିରୁ ମଧ୍ୟରୁ ଗୋଟିଏ ଅଞ୍ଚଳର ଲୋକମାନଙ୍କ ଅଭିଯୋଗ କ୍ରମେ ତାଙ୍କୁ ଏଠୁ ଟ୍ରାନ୍ସଫର କରିଦିଆଗଲା। ଆପଣ ଆଶା କରୁଛନ୍ତି ଯେ ପୂର୍ବ ପରି ନିଶ୍ଚିତ ସେ ଆସିବେ ନିଶ୍ଚିତ ଆସିବେ। କାହିଁକି ନା ସେ ଜଣେ ଦକ୍ଷ ଲୋକ। ସେ ଏ ବ୍ରାଞ୍ଚରେ ଦୀର୍ଘ 7 ବର୍ଷ କେତେ ମାସ ହେଲା ଶାଖା ପରିଚାଳକ ହିସାବରେ କାର୍ଯ୍ୟ କରିଆସୁଥିଲେ ଏବଂ ତାଙ୍କର ଅବଦାନ ଅତୁଳନୀୟ।